ସମସ୍ତଙ୍କୁ ଜୟ ମାତା କି। ଚାଲନ୍ତୁ ଆଜି ଶୁଣିବା ମାତା ଦୁର୍ଗାଙ୍କର 9 ରୂପର ନାମ, ତାଙ୍କର ଗୁଣ ସବୁ। ତାପରେ ଶୁଣିବା ମା ଦୁର୍ଗାଙ୍କର ପ୍ରଥମ ଅବତାର ମାତା ଶୈଲପୁତ୍ରୀଙ୍କର ବିଷୟରେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଦେଖନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ମାତା ଦୁର୍ଗାଙ୍କର ପ୍ରଥମ ଅବତାର ହେଲେ ମାତା ଶୈଲପୁତ୍ରୀ। ମାତା ଶୈଲପୁତ୍ରୀ ଧୈର୍ଯ୍ୟ ଆଉ ସାହସର ପ୍ରତୀକ ଅଟନ୍ତି। ଦ୍ୱିତୀୟ ଅବତାର ହେଲେ ମାତା ବ୍ରହ୍ମଚାରିଣୀ। ମାତା ବ୍ରହ୍ମଚାରିଣୀ ବିପଦ ସମୟରେ କିପରି ଧୈର୍ଯ୍ୟ ଆଉ ସାହସ ରଖିବେ ତାର ପ୍ରତୀକ ଅଟନ୍ତି। ତୃତୀୟରେ ମାତା ଚନ୍ଦ୍ରଘଣ୍ଟା। ମାତା ଚନ୍ଦ୍ରଘଣ୍ଟା ଭକ୍ତି ଆଉ ସମାଜର ସେବାର ପ୍ରତୀକ ଅଟନ୍ତି। ମାତାଙ୍କର ଚତୁର୍ଥ ଅବତାର ହେଲା ମାତା କୁଷ୍ମାଣ୍ଡା। ମାତା କୁଷ୍ମାଣ୍ଡା ରୂପ ଆଉ ସାହସର ପ୍ରତୀକ ଅଟନ୍ତି। ସେ ମହିଷାସୁରକୁ ହାରିବା ପାଇଁ ସାହସ ଆଉ ବଳ ଦେଖାଇଥିବାର ପ୍ରତୀକ ଅଟନ୍ତି। ମାତାଙ୍କର ପଞ୍ଚମ ଅବତାର ହେଲେ ସ୍କନ୍ଦମାତା। ସ୍କନ୍ଦମାତା ରୂପ, ପ୍ରେମ, ଦୟା, କରୁଣାର ପ୍ରତୀକ ଅଟନ୍ତି। ଷଷ୍ଠ ଅବତାର ହେଲେ ମାତା କାତ୍ୟାୟନୀ। ସେ ରୂପ, ଧର୍ମ ଆଉ ନ୍ୟାୟର ପ୍ରତୀକ ଅଟନ୍ତି। ମାତାଙ୍କର ଷଷ୍ଠ ଅବତାର ହେଲେ ମାତା କାଳରାତ୍ରୀ। ସେ ସ୍ୱରୂପ, ନକାରାତ୍ମକ ସବୁ ଜିନିଷ ତ୍ୟାଗ କରିବାର ପ୍ରତୀକ, କଠିନ ସମୟରେ ସାମ୍ନା କରିବାର ପ୍ରତୀକ ଅଟନ୍ତି। ଅଷ୍ଟମ ଅବତାର ହେଲେ ମାତା ମହାଗୌରୀ। ସେ ରୂପ, ପବିତ୍ରତାର ପ୍ରତୀକ ଅଟନ୍ତି। ଜୀବନରେ କିପରି ଶୁଦ୍ଧତା ଆଣିବେ, ପବିତ୍ରତା ଆଣିବେ ତାର ପ୍ରତୀକ ଅଟନ୍ତି। ତାପରେ ମାତାଙ୍କର ନବମ ଅବତାର ହେଲେ ମାତା ସିଦ୍ଧିଦାତ୍ରୀ। ସେ ରୂପ, ଆତ୍ମସମର୍ପଣର ପ୍ରତୀକ ଅଟନ୍ତି। ଏବେ ଜାଣିବା ମାତା ଦୁର୍ଗାଙ୍କର ପ୍ରଥମ ଅବତାର ମାତା ଶୈଲପୁତ୍ରୀଙ୍କ ବିଷୟରେ। ମାତା ଶୈଲପୁତ୍ରୀ ହେଉଛନ୍ତି ମା ଦୁର୍ଗାଙ୍କର ଗୋଟିଏ ରୂପ। ଶୈଲପୁତ୍ରୀ ଧୈର୍ଯ୍ୟ ଆଉ ସହନଶୀଳତାର ପ୍ରତୀକ ଅଟନ୍ତି। ଶୈଲପୁତ୍ରୀ ହେଉଛନ୍ତି ପ୍ରଜାପତି ଦକ୍ଷ ରାଜାଙ୍କର ଝିଅ। ଥରେ ଦକ୍ଷ ପ୍ରଜାପତି ତାଙ୍କ ରାଜମହଲରେ ଯଜ୍ଞ କଲେ। ସବୁ ବନ୍ଧୁ ବାନ୍ଧବ, ରାଜା ମହାରାଜା, ସବୁ ଦେବାଦେବୀ ସମସ୍ତଙ୍କୁ ଯଜ୍ଞରେ ଆସିବା ପାଇଁ ବରଣ କଲେ। କିନ୍ତୁ ଶିବ ଭଗବାନଙ୍କୁ ବରଣ କଲେ ନାହିଁ। ବରଣ କରିନଥିବା ଯୋଗୁଁ ମାତା ସତୀ ବି ଦୁଃଖିତ ହେଲେ, ଶିବ ଭଗବାନ ବି ଦୁଃଖିତ ହେଲେ। ତଥାପି ସତୀଦେବୀ ଶିବ ଭଗବାନଙ୍କୁ ଦକ୍ଷ ପ୍ରଜାପତିଙ୍କର ଯଜ୍ଞରେ ଆସିବା ପାଇଁ କହିଲେ। ଯେତେ ଯାହା କହିଲେ ବି ଶିବ ଭଗବାନ ମନା କଲେ। କହିଲେ, ଯେଉଁଠି ବରଣ ଦିଆଯାଏ ନାହିଁ ତା ପାଖକୁ ଯିବା ଠିକ୍ ନୁହେଁ। ବାର ବାର ସତୀଦେବୀ ଶିବଙ୍କୁ ଯଜ୍ଞରେ ଯିବା ପାଇଁ କହିଲେ, କିନ୍ତୁ ଶିବ ଭଗବାନ ମନା କଲେ। ସେ ଗଲେନି। ତେଣୁ ବାଧ୍ୟ ହୋଇ ସତୀଦେବୀ ତାଙ୍କ ବାପାଙ୍କର ଯଜ୍ଞରେ ଯାଇ ପହଞ୍ଚିଗଲେ। ପହଞ୍ଚି ଗଲା ପରେ କିଛି ସମୟ ପରେ ଦକ୍ଷ ପ୍ରଜାପତି ଶିବ ଭଗବାନଙ୍କୁ ବହୁତ ଅପମାନ କଲେ। କାହିଁକି ନା ଦକ୍ଷ ପ୍ରଜାପତି ଶିବ ଭଗବାନ ବ୍ୟାଘ୍ର ଛାଲ ପିନ୍ଧିବାରୁ ତାଙ୍କୁ ସେ ପସନ୍ଦ କରୁନଥିଲେ। ସେଥିପାଇଁ ସେ ଯଜ୍ଞରେ ବରଣ କରିନଥିଲେ। ତଥାପି ସତୀଦେବୀ ନିଜ ପିତାଙ୍କର ଯଜ୍ଞରେ ଯିବା ପାଇଁ ବାଧ୍ୟ ହେଲେ। ଦକ୍ଷ ପ୍ରଜାପତି ସମସ୍ତେ ଉପସ୍ଥିତ ଥିଲେ ଆଉ ତାଙ୍କ ସାମ୍ନାରେ ଶିବ ଭଗବାନଙ୍କୁ ଅପମାନ କଲେ। ଏପରି ଅପମାନ କଲେ କି ସତୀଦେବୀ ଆଉ ସହ୍ୟ କରିପାରିଲେ ନାହିଁ। ତେଣୁ ତାଙ୍କ ପିତାଙ୍କର ଯଜ୍ଞ କୁଣ୍ଡରେ ଥିବା ଅଗ୍ନିରେ ନିଜ ଶରୀରକୁ ଝାସ ଦେଇଦେଲେ ଆଉ ନିଜର ଜୀବନ ହାରିଦେଲେ। ଏପରି କରିବାରୁ ସଭେ ଆଚମ୍ବିତ ହେଲେ। ତାହା ଶିବ ଭଗବାନ ବି ଜାଣିପାରିଲେ। କିନ୍ତୁ ଶିବ ଭଗବାନ ଏପରି ଭାବରେ କ୍ରୋଧିତ ହେଲେ, ପ୍ରଳୟ କରିଦେଇଥିଲେ। କିଛି ଦିନ ପରେ ଶିବ ଭଗବାନ ଶାନ୍ତ ହେଲେ।
ତାପରେ ବହୁତ ବର୍ଷ ବିତିଗଲା ପରେ ପୁଣି ସତୀଦେବୀ ପର୍ବତରାଜ ହିମାଳୟଙ୍କର ରାଜମହଲରେ ଜନ୍ମ ହେଲେ। ସତୀଦେବୀ ପର୍ବତରାଜ ହିମାଳୟଙ୍କର ନାମ ଅନୁସାରେ ତାଙ୍କର ନାମ ହେଲା ପାର୍ବତୀ। ସେହି ପାର୍ବତୀ ସେହି ପର୍ବତରାଜ ହିମାଳୟଙ୍କର ରାଜମହଲରେ ବହୁତ ଅଳିଅଳରେ ବଢ଼ିଲେ। ବଡ଼ ହୋଇ ସେ ଶିବଙ୍କୁ ପାଇବା ପାଇଁ କଠୋର ତପସ୍ୟା କଲେ। ଏପରି ଭାବରେ କଠୋର ତପସ୍ୟା କଲେ କି ଶିବ ଭଗବାନ ପାର୍ବତୀଙ୍କର କଠୋର ତପସ୍ୟା ଦେଖି ପ୍ରସନ୍ନ ହେଲେ। ତାପରେ ମାତା ପାର୍ବତୀଙ୍କୁ ଗ୍ରହଣ କଲେ। ମାତା ଦୁର୍ଗାଙ୍କର ପ୍ରଥମ ଅବତାର ମାତା ଶୈଳପୁତ୍ରୀଙ୍କୁ ପୂଜାରେ ଜଳ, ଧୂପ, ମୌଲି, ଚନ୍ଦନ, ଫୁଲ, କୁଙ୍କୁମ, ହଳଦୀ ଚଢ଼ାନ୍ତୁ। ଧଳା ଫୁଲ, ଧଳା ବସ୍ତ୍ର ଅର୍ପଣ କରନ୍ତୁ। ଧଳା ବସ୍ତ୍ର ଆସ୍ଥାନରେ ଦିଅନ୍ତୁ। ଘିଅର ଦୀପକ ଆଉ ଗୁଗୁଲର ଧୂପ ଜଳାନ୍ତୁ। ଗାଈ ଦୁଧରେ ତିଆରି ହୋଇଥିବା କ୍ଷୀର, ଦହି, ମୌସମୀ ଫଳ ଭୋଗ ଲଗାନ୍ତୁ ଏବଂ ଓଁ ଶୈଳପୁତ୍ରାୟ ନମଃ କହି 108 ବାର ଜପ କରନ୍ତୁ। ଦିନ ରାତି କର୍ପୂର ଜଳାନ୍ତୁ ଆଉ ଶ୍ରଦ୍ଧା ଭକ୍ତି ସହିତ ମାଙ୍କୁ ପୂଜା କରନ୍ତୁ। ଯେମିତି ବି ପୂଜା କରନ୍ତୁ, ଶ୍ରଦ୍ଧା ଭକ୍ତି ଭାବରେ ପୂଜା କରନ୍ତୁ। ମା ନିଶ୍ଚୟ ପ୍ରସନ୍ନ ହୁଅନ୍ତି, ଖୁସି ହୋଇ ଆଶୀର୍ବାଦ କରନ୍ତି। ଭକ୍ତମାନଙ୍କର ଦୁଃଖ ଦୂର କରିବା ପାଇଁ ତ ପ୍ରତିବର୍ଷ ମାଙ୍କର 9 ଅବତାର ହୋଇଥାନ୍ତି। ମାଙ୍କ 9 ଅବତାରରେ ସବୁ ମାତାଙ୍କୁ ପୂଜା କରନ୍ତୁ। ସବୁ ମାତାଙ୍କର ଆଶୀର୍ବାଦ ପାଆନ୍ତୁ ଆଉ ନିଜର ଦୁଃଖ ସବୁ ମାତାଙ୍କୁ କହି ଜଣାନ୍ତୁ। ଦେଖିବେ ନିଶ୍ଚୟ ମାତା ଆଶୀର୍ବାଦ କରିବେ। ଯଦି ଆଜି ମାତା ଦୁର୍ଗାଙ୍କର ପ୍ରଥମ ଅବତାର ମାତା ଶୈଳପୁତ୍ରୀଙ୍କର ବିଷୟରେ ଆପଣମାନଙ୍କୁ ଯଦି ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି, ଜୟ ମାତା କି।